ହ୍ୟୁମାନ୍ଙ୍କ ମୃତ୍ୟୁ ପରେ ବିବାହ କରିବେ ଅର୍ପିତା ଚୌଧୁରୀ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବେ ଏହି ଖବର। ନିଜର ବାନ୍ଧବ ସୋମେଶଙ୍କୁ ବିବାହ କରିବେ ଅର୍ପିତା। ହଁ ଦର୍ଶକ ବନ୍ଧୁ, ବିବାହ ବନ୍ଧନରେ ବାନ୍ଧି ହେବେ ଅର୍ପିତା ଓରଫ ଅର୍ପିତା ଚୌଧୁରୀ। ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ବିବାଦକୁ ଟାଣି ନେଇଥିଲା ଅର୍ପିତାଙ୍କୁ। କିନ୍ତୁ ଏବେ ବର୍ତ୍ତମାନ ଅର୍ପିତା ନିଜର ନୂତନ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏବଂ ଓଡ଼ିଶା ଆଲବମ୍ ଜଗତରେ ଅନେକ ଗୀତ ଗାଇବା ସହ ଅର୍ପିତା ଏବେ ନିଜର ବିବାହ ବନ୍ଧନରେ ବାନ୍ଧି ହେବାକୁ ବୋଲି ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ଏନେଇ ସେ ଫଟୋ ପୋଷ୍ଟ କରିଛନ୍ତି। ସେ ନିଜର ବନ୍ଧୁ ସୋମେଶଙ୍କୁ ବିବାହ କରୁଥିବାର ବେଶ ଚର୍ଚ୍ଚା ହେଉଛି। ସୋମେଶଙ୍କୁ ସେ କିଛି ଦିନ ହେବା ଭଲ ପାଉଥିଲେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏଥିରେ କ'ଣ ରହିଛି ସତ୍ୟତା ଜାଣିବାକୁ ହେଲେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତେବେ ଦର୍ଶକ ବନ୍ଧୁ, ଆପଣମାନେ ତ ଜାଣିଥିବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ଥିଲେ ଅର୍ପିତା। ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ଅର୍ପିତା କାଳେ ହ୍ୟୁମାନଙ୍କ ସହ ଲିଭିଂ ରିଲେସନସିପ୍ରେ ରହୁଥିଲେ ଏବଂ ତାଙ୍କ ଘରକୁ ଯାଉଥିଲେ, ହ୍ୟୁମାନଙ୍କ ସହ ସମୟ ବିତାଉଥିଲେ, ଯାହାକି ହ୍ୟୁମାନ ଓ ତାଙ୍କ ସ୍ତ୍ରୀଙ୍କ ଡିଭୋର୍ସ ପରେ। ଏବଂ ଖାଲି ସେତିକି ନୁହେଁ ଦର୍ଶକ ବନ୍ଧୁ, ତାଙ୍କ ସହ ଅର୍ଥାତ୍ ହ୍ୟୁମାନଙ୍କ ସହ ଖାଉଥିଲେ, ଏକାଠି ରହୁଥିଲେ, ଏକାଠି ସମୟ ବିତାଇ ଅର୍ପିତା ସକାଳ ହେବା ମାତ୍ରେ ସେ ହ୍ୟୁମାନଙ୍କ ଘରୁ ବାହାରି ଆସୁଥିଲେ ଆଉ ହ୍ୟୁମାନଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟ୍ କରିଥିବାର ଅଭିଯୋଗ ଆଣିଥିଲା ଏବଂ ଏହା ପରେ କୁଆଡ଼େ ଉଭେଇ ଯାଇଥିଲେ ଅର୍ପିତା। ଏବେ ବର୍ତ୍ତମାନ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ନିଜ ଏଙ୍ଗେଜମେଣ୍ଟର ଖୁସି ସମସ୍ତଙ୍କୁ ଜଣାଇଥିବାର ଦେଖିବାକୁ ମିଳୁଛି। ସୋସିଆଲ ମିଡିଆର ଫଟୋ ପୋଷ୍ଟରୁ ଯାହା ଶୁଣିବାକୁ ମିଳୁଛି କି ସେ ନିଜର ବାନ୍ଧବ ସୋମେଶ ଶତପଥୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏବେ ଅର୍ପିତା ଓ ସୋମେଶ ବେଶ କିଛି ଦିନ ହେବ ଲିଭିଂ ରିଲେସନସିପ୍ରେ ଥିଲେ ଏବଂ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ। ଦର୍ଶକ ବନ୍ଧୁ, ଏଠି ପ୍ରଶ୍ନ ଉଠୁଛି କି ଯଦି ବି ଅର୍ପିତା ସୋମେଶଙ୍କୁ ଭଲ ପାଉଥିଲେ ତାହେଲେ ହ୍ୟୁମାନ ସାଗରଙ୍କ ସହ ତାଙ୍କର କ'ଣ ଥିଲା ସମ୍ପର୍କ? ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଅର୍ପିତା ଏବଂ ସୋମେଶଙ୍କର ଏଙ୍ଗେଜମେଣ୍ଟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳୁଛି ଅର୍ପିତା ଏବଂ ସୋମେଶ ଦୁଇଜଣ ବିବାହ ବନ୍ଧନରେ ଖୁବ୍ ଶୀଘ୍ର ବାନ୍ଧି ହେବେ। ସେଥିପାଇଁ ଦୁଇଜଣଙ୍କର ଏଙ୍ଗେଜମେଣ୍ଟ ମଧ୍ୟ ସରିଯାଇଛି ଏବଂ ଏନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କଥାକୁ ଏବେ କେତେ ଦୂର ସତ୍ୟ ତାହା ଦେଖିବାକୁ ବାକି ରହିଲା। ତେବେ ଅର୍ପିତା ଏବଂ ସୋମେଶଙ୍କ ଯୋଡ଼ି କେମିତି ଲାଗୁଛି ତାହା ଆପଣମାନେ କମେଣ୍ଟ ସେକ୍ସନରେ ନିଶ୍ଚିନ୍ତ ଜଣାଇବେ।